न जाने हाथରୁ ଚାଲିଯିବ ଟଙ୍କା। ଆଜିକାଲି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସମସ୍ତ ହିତାଧିକାରୀଙ୍କୁ 17ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସରକାର 4ଟି ବଡ଼ ପରିବର୍ତ୍ତନ କରିଛନ୍ତି। ଚାଷୀଙ୍କ ସୁବିଧା ପାଇଁ ଏହିସବୁ ପରିବର୍ତ୍ତନ କରାଯାଇଛି। କିନ୍ତୁ ସମ୍ପ୍ରତି ପ୍ରାୟ 70% କୃଷକ ଏହି ପରିବର୍ତ୍ତନଗୁଡ଼ିକୁ ବାବଦରେ ଅପଡେଟ୍ ନାହାନ୍ତି, ଯେଉଁଥିପାଇଁ ସେମାନଙ୍କ ଏକ ବାବଦରେ ଜାଣିବା ନିହାତି ଜରୁରୀ। ହିତାଧିକାରୀଙ୍କର ଷ୍ଟାଟସ୍ ପରିବର୍ତ୍ତନ। ହିତାଧିକାରୀଙ୍କ ଷ୍ଟାଟସ୍ ନେଇ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ପ୍ରଥମ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ହିତାଧିକାରୀମାନଙ୍କ କେବଳ ଷ୍ଟାଟସ୍ ମାଧ୍ୟମରେ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ। କିସ୍ତି ଆପଣଙ୍କ ଆକାଉଣ୍ଟକୁ ଆସିବ କି ନାହିଁ ସେ ବିଷୟରେ ଆପଣ ମଧ୍ୟ ସୂଚନା ପାଇବେ। ଏଥିପାଇଁ ଆପଣ ଏକ ପଞ୍ଜୀକରଣ ନମ୍ବର ଥିବା ଆବଶ୍ୟକ। ପୋର୍ଟାଲରେ ଆଧାର ନମ୍ବର ଏବଂ ମୋବାଇଲ ନମ୍ବର ପ୍ରବେଶ କରି ଆପଣ ହିତାଧିକାରୀଙ୍କ ଷ୍ଟାଟସ୍ ମାଧ୍ୟମରେ ଆପଣ ସମ୍ପୂର୍ଣ୍ଣ ବିବରଣୀ ଦେଖିପାରିବେ। ସ୍ଥିତି ଦେଖିବା ପାଇଁ ପଞ୍ଜୀକରଣ ନମ୍ବର ପ୍ରବେଶ କରନ୍ତୁ ଏବଂ କ୍ୟାପ୍ଚା କୋଡ୍ ପୂରଣ କରନ୍ତୁ। ଏହାପରେ ଡାଟା ଉପରେ କ୍ଲିକ୍ କରନ୍ତୁ। ଏହାପରେ ସମ୍ପୂର୍ଣ୍ଣ ବିବରଣୀ ପରଦାରେ ସ୍ପଷ୍ଟ ଦେଖାଯିବ। ପିଏମ୍ କିଷାନ ଆପ୍। ବର୍ତ୍ତମାନ ପିଏମ୍ କିଷାନ ଆପ୍ ଆସିଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଗୁଗଲ ସର୍ଚ୍ଚ କରିବା ପରେ ଆପଣମାନେ କୃଷକମାନଙ୍କ ସମ୍ବନ୍ଧୀୟ କୌଣସି ସୂଚନା ପାଇପାରିବେ। କିନ୍ତୁ ବର୍ତ୍ତମାନ ପିଏମ୍ କିଷାନ ମୋବାଇଲ ଲଞ୍ଚ କରାଯାଇଛି ଗୁଗଲରେ। ପ୍ଲେ ଷ୍ଟୋରରେ ଆପଣଙ୍କ ଅଛି ପିଏମ୍ କିଷାନ ଯୋଜନାର ଆପ୍ ଆପଣ ଯେକୁ ଡାଉନଲୋଡ଼ କରିପାରିବେ। ଆପଣଙ୍କ ମୋବାଇଲରେ ସ୍ୱୟଂଚାଳିତ ଭାବରେ କୃଷକମାନଙ୍କ ସହ ଜଡ଼ିତ ସମସ୍ତ ବିଜ୍ଞପ୍ତି ଦେଖନ୍ତୁ। କେବଳ ଏତିକି ନୁହେଁ, ବର୍ତ୍ତମାନ ଆପଣଙ୍କୁ ଇକେୱାଇସି ବିଷୟରେ ଚିନ୍ତା କରିବାକୁ ଆବଶ୍ୟକ ନାହିଁ। ଏହି ଆପ୍ ମାଧ୍ୟମରେ ଫେସ୍ କେୱାଇସିରୁ ଅନୁମୋଦନ କରାଯାଇଛି। ଆପ୍ ଖୋଲିବା ଦ୍ୱାରା ସମ୍ପୂର୍ଣ୍ଣ ଚାଷୀଙ୍କୁ ତାଙ୍କର ଚେହେରା ସ୍କାନ୍ କରିବାକୁ ପଡ଼ିବ। ଏହାପରେ ସମ୍ପୃକ୍ତ ଚାଷୀଙ୍କ କେୱାଇସି ସ୍ୱୟଂଚାଳିତ ଭାବରେ ବିଚାର କରାଯିବ। ସଂଶୋଧନ ପ୍ରକ୍ରିୟାର ଅନୁମୋଦନ ପୂର୍ବରୁ ପଞ୍ଜୀକରଣ ପରେ ଭୁଲ ସଂଶୋଧନ କରିବା ଅତ୍ୟନ୍ତ କଷ୍ଟକର ଥିଲା, କିନ୍ତୁ ବର୍ତ୍ତମାନ ତାହା ନୁହେଁ। ପୋର୍ଟାଲ ପରିଦର୍ଶନ କରି ଆପଣ ସହଜରେ ଆପଣଙ୍କ ନାମ କିମ୍ବା ଅନ୍ୟ ସଂଶୋଧନ କରିପାରିବେ। ନାମ ସଂଶୋଧନ କରିବାକୁ ହେଲେ ପଞ୍ଜୀକରଣ ନମ୍ବର ଏବଂ କ୍ୟାପ୍ଚା କୋଡ୍ ପ୍ରବେଶ କରନ୍ତୁ ଏବଂ ପରବର୍ତ୍ତୀ ସ୍ଥାନରେ ଆଧାର କାର୍ଡରେ ଲେଖାଯାଇଥିବା ନାମ ପ୍ରବେଶ କରନ୍ତୁ। ଏହା ବ୍ୟତୀତ ଭୁଲ ଯାଞ୍ଚ କରିବା ମଧ୍ୟ ଅତି ସହଜ ହୋଇଛି। ଭୁଲେକ୍ ଯାଞ୍ଚ କରିବା ମଧ୍ୟ ଅତି ସହଜ ହୋଇଛି। ଚାଷୀଙ୍କ ବିଳମ୍ବ ଦୃଷ୍ଟିରେ ରଖି ଏହି ସମସ୍ତ ସୁବିଧା କରାଯାଇଛି। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ କୋଟି କୋଟି କୃଷକ ଅଛନ୍ତି ଯେଉଁମାନେ ଇକେୱାଇସି କରିନାହାନ୍ତି।